ହ୍ୟାଲୋ ସାଙ୍ଗମାନେ, କେମିତି ଅଛନ୍ତି? ମୁଁ ଆଜି ପୁଣି ଆଉ ଗୋଟିଏ ନୂଆ ଭିଡ଼ିଓରେ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ମୁଁ ଆଜି ନେଇ ଆସିଛି ଆପଣମାନଙ୍କ ପାଇଁ ଅନ୍ନପ୍ରସନ୍ନ ଦିବସ ରେଜୁଲେସନଟିକୁ। ମୋର କେତେଜଣ ଭଉଣୀ ମୋତେ କମେଣ୍ଟରେ ଜଣାଇଥିଲେ ଯେ ଅନ୍ନପ୍ରସନ୍ନ ଦିବସ ରେଜୁଲେସନ ସବୁବେଳେ ଗୋଟିଏ ପ୍ରକାର ହେଇଯାଉଛି, ତେଣୁ କିଛି କିଛି ପରିବର୍ତ୍ତନ କରିକି ନୂଆ ନୂଆ ଟପିକ୍ ଉପରେ ଲେଖିବା ପାଇଁ। ତାହେଲେ ଚାଲନ୍ତୁ ମୁଁ ଡିସେମ୍ବର ମାସରେ ଆଲୋଚନା କରିଥିବା ଭିଡ଼ିଓଟିକୁ ଷ୍ଟାର୍ଟ କରିବା। ଅଦ୍ୟତା -12-25 ଦିବା 1 ଘଟିକା ସମୟରେ ଆମ ଅଙ୍ଗନବାଡ଼ି କେନ୍ଦ୍ରଠାରେ ଅନ୍ନପ୍ରସନ୍ନ ଦିବସର କାର୍ଯ୍ୟକ୍ରମର ଆୟୋଜନ କରାଗଲା। ଏଠାରେ ଆପଣମାନେ ପାଳନ କରିଥିବା ତାରିଖଟିକୁ ପକାଇଦେବେ ଏବଂ ନିଜର ଅଙ୍ଗନବାଡ଼ି କେନ୍ଦ୍ରର ନାମଟିକୁ ଲେଖିଦେବେ। ଏହି କାର୍ଯ୍ୟକ୍ରମରେ 6 ମାସରୁ 10 ମାସ ପୂରଣ କରିଥିବା ଶିଶୁ ଓ ତାଙ୍କ ମା, କିଶୋରୀ ବାଳିକା, ଆଶା ଦିଦି, ଯାଞ୍ଚ କମିଟି, ମାତୃ କମିଟି ମେମ୍ବର, 6 ମାସ ପୂରଣ କରିଥିବା ଶିଶୁ, ଏଇ ମାସରେ ମୋର 6 ମାସ ପୂରଣ କରିଥିବା ଶିଶୁ ହେଲେ ଶୀତମ ନାୟକ। ମୁଁ ଏଠାରେ ତାଙ୍କ ନାମଟିକୁ ଲେଖିଦେଇଛି। ଆପଣମାନେ ନିଜ ଅଙ୍ଗନବାଡ଼ି କେନ୍ଦ୍ରର ଶିଶୁର ନାମଟିକୁ ଲେଖିଦେବେ। ଶିଶୁ ଶୀତମ ନାୟକ ଓ ତାଙ୍କ ମାତା, ପିତା, ଜେଜେମା, ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ଇତ୍ୟାଦି ଉପସ୍ଥିତ ରହି ଆଜିର ଦିବସଟିକୁ ପାଳନ କରିଥିଲେ। ମୁଖ୍ୟ ଆଲୋଚ୍ୟ ବିଷୟ: ଅନ୍ନପ୍ରସନ୍ନ ଦିବସରେ ଶିଶୁକୁ ଖାଦ୍ୟ ସହିତ ପରିଚିତ କରାଇବା। ପ୍ରଥମେ କର୍ମୀ ଆସିଥିବା ସମସ୍ତ ସଦସ୍ୟମାନଙ୍କୁ ସ୍ୱାଗତ ଜଣାଇ ଆଜିର କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ। ଆଲୋଚ୍ୟ ବିଷୟ: ଜନ୍ମଠାରୁ 6 ମାସ ପର୍ଯ୍ୟନ୍ତ ଶିଶୁ କେବଳ ମା କ୍ଷୀର ଖାଇଥାଏ। 7 ମାସ ଆରମ୍ଭରୁ ଶିଶୁକୁ ଅଙ୍ଗନବାଡ଼ି କେନ୍ଦ୍ରରେ ଅନ୍ନପ୍ରସନ୍ନ କରାଯାଇ ସଙ୍କୁଡ଼ି ଖାଦ୍ୟ ଆରମ୍ଭ କରାଯାଏ। ଅର୍ଥାତ୍ ଆଜି ପର୍ଯ୍ୟନ୍ତ ଶିଶୁକୁ ଘର ପ୍ରସ୍ତୁତ ଖାଦ୍ୟ ଖାଇବାକୁ ଦିଆଯାଇନଥାଏ। ଶିଶୁଟି କେବଳ ମା କ୍ଷୀର ସହିତ ପରିଚିତ ହୋଇଥିବାରୁ ତାକୁ ପ୍ରଥମେ ଆମେ ଅର୍ଦ୍ଧ କଠିନ ଖାଦ୍ୟ ଘରେ ପ୍ରସ୍ତୁତ କରିବା। ତେଣୁ ବିଭିନ୍ନ ପ୍ରକାର କ୍ଷୀରିରୁ ଆରମ୍ଭ କରିବା। ତାପରେ ଧୀରେ ଧୀରେ ଖାଦ୍ୟ ପରିବର୍ତ୍ତନ କରିବା। ସବୁବେଳେ ଗୋଟିଏ ପ୍ରକାର ଖାଦ୍ୟ ଖାଇବାକୁ ଦେବା ନାହିଁ। ସେ ଯେପରି ସବୁ ପ୍ରକାର ଖାଦ୍ୟ ସହିତ ପରିଚିତ ହେବ ଓ ତାକୁ ସବୁ ପ୍ରକାର ଭିଟାମିନ୍ ମିଳିପାରିବ। ଶିଶୁକୁ ପରିବା ସିଝା ଦେବା ନାହିଁ। ଶିଶୁ ଖାଦ୍ୟରେ ତେଲ, ଘିଅ ଇତ୍ୟାଦି ବ୍ୟବହାର କରିବା। ଖାଦ୍ୟରେ ଆୟୋଡିନ୍ ଯୁକ୍ତ ଲବଣ ଖାଇବାକୁ ଦେବା। ସବୁ ଖାଦ୍ୟ ଦେବା ସହିତ ମା କ୍ଷୀର ଚାଲୁ ରଖିଥିବା। ଆଉ ଗୋଟିଏ କଥା ସବୁବେଳେ ମନେ ରଖିଥିବା, ଶିଶୁ ପାଇଁ ଖାଦ୍ୟ ପ୍ରସ୍ତୁତ କରିବା ପୂର୍ବରୁ ଓ ଶିଶୁକୁ ଖୁଆଇବା ପୂର୍ବରୁ ହାତକୁ ସାବୁନରେ କିମ୍ବା ହ୍ୟାଣ୍ଡ ୱାଶରେ ଭଲ ଭାବରେ ସଫା କରିବା ନିତାନ୍ତ ଆବଶ୍ୟକ। ଶିଶୁର ଖାଦ୍ୟକୁ ପରିଷ୍କାର ପାତ୍ରରେ ଘୋଡ଼ାଇକି ରଖିବା ଓ ଖୁଆଇବା ସମୟରେ ଯଦି ଖାଦ୍ୟ ବଳି ପଡ଼େ ତାହା ଫିଙ୍ଗି ଦେବା ଉଚିତ। ଶିଶୁକୁ ପରିଷ୍କାର ପାଣି ଫୁଟାଇକି ଛାଣିକି ପିଇବାକୁ ଦେବା ଉଚିତ। ଆଲୋଚନା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ସଭା ସାଙ୍ଗ କରାଗଲା। ଭଉଣୀମାନେ, ଆଶା କରୁଛି ଆଜିର ଭିଡ଼ିଓଟି ନିଶ୍ଚିତ ଆପଣମାନଙ୍କର ମନ ପାଇବ। ତାହେଲେ ପ୍ଲିଜ୍ ଗୋଟିଏ ଲାଇକ୍ କରିବେ ଏବଂ ସବସ୍କ୍ରାଇବ୍ କରିବେ। ମୁଁ କମେଣ୍ଟରେ ଲେଖି ଜଣାଇବାକୁ ଭୁଲିବେ ନାହିଁ। ରହିଲି।